এই ফটোରେ ଆପଣ ଦେଖିପାରୁଥିବେ କି ଜଣେ ପୁଅ ଏବଂ ତାଙ୍କ ବାପା ଦୁଇ ଜଣ ସାଙ୍ଗରେ ଅଛନ୍ତି ଏବଂ ଦୁଇ ଜଣଙ୍କର ପେଟ ଏକା ସାଙ୍ଗରେ ଅପରେସନ କରାଯାଇଛି। କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଯାହାକୁ ଆପଣ ପୁଅ ବୋଲି ଭାବୁଛନ୍ତି ସେ ପ୍ରକୃତରେ ଜଣେ 19 ବର୍ଷୀୟ ଝିଅ। ଘଟଣାଟି 2019 ର, ଯେତେବେଳେ ରାକ୍ଷୀଙ୍କ ବାପା ଗୁରୁତର ଲିଭର ସମସ୍ୟାରେ ପୀଡ଼ିତ ଥିଲେ। ପାଖାପାଖି 90% ନଷ୍ଟ ହୋଇଯାଇଥିଲା, ଯୋଉଥିପାଇଁ ବଞ୍ଚିବା ପାଇଁ ତାଙ୍କ ପାଖରେ ମାତ୍ର କିଛି ବର୍ଷର ସମୟ ଥିଲା ଏବଂ ଡକ୍ଟର ମାନେ କହିଥିଲେ କି ଯଦି ତମେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିଦେବ ତେବେ ହୁଏତ ଠିକ ହେଇଯାଇ ପାରନ୍ତେ। ଯୋଉଥିପାଇଁ ତାଙ୍କ ଝିଅ ରାକ୍ଷୀ ନିଜର 65% ଲିଭରକୁ ଦାନ କରିବା ପାଇଁ ବାହାରି ଆସିଲେ। କୋଲକାତାରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଯାତ୍ରା ଚାଲିଲା ଏବଂ 109ଟି ବିଭିନ୍ନ ପ୍ରକାରର ଟେଷ୍ଟ ହେଲା। ତାପରେ ଯାଇକି ଦୀର୍ଘ 15 ଘଣ୍ଟାର ଅପରେସନ ହେଲା। ଆଉ ଏଇଟା ହେଉଛି ତା ପରର ଦୃଶ୍ୟ। ଏସବୁ ଘଟଣା ଘଟି ସାରିବା ପରେ ବାପ ଏବଂ ଝିଅ ଦୁଇ ଜଣ ଖୁସିରେ ଯେତେବେଳେ ଫଟୋକୁ ସୋସିଆଲ ମିଡିଆରେ ଛାଡ଼ିଲେ, କିନ୍ତୁ ସେ ଯାହା କରି ଦେଖେଇଛନ୍ତି ବୋଧହୁଏ ଆଉ କେହି କରିଥିବେ। କିନ୍ତୁ ସେ ଯାହା କରି ଦେଖେଇଛନ୍ତି ତାକୁ ଜାଣିଲା ପରେ ବି ହସୁଥିବା ଲୋକ ବୋଧହୁଏ ମୋ ମତରେ ମୂର୍ଖଠୁ କମ୍ ନୁହେଁ। ବାକି ଆପଣଙ୍କ ମତ କ'ଣ? କମେଣ୍ଟ କରିକି ଜଣାନ୍ତୁ।